ପିଲାମାନେ ତମେ ପଢୁଛ? ଆଜ୍ଞା। ହଁ ତମେ ପଢୁଛ, ମୁଁ ତମ ପାଇଁ ରୋଷେଇ କରିଦେଉଛି। ତୁମ କାନ୍ଦି ପଡ଼ିଲ? ବୋଉ ମୋ ମୁଣ୍ଡ ଜୋରେ ବିନ୍ଧା ହଉଛି। ହଉ ଅମୃତାଞ୍ଜନ ଟିକେ ମାରିଦେବା। ଅମୃତାଞ୍ଜନ ମାରିଦେବା। ମୁଁ ତାହେଲେ ମାରିଦେଲି। ଆଉ ଟିକେ ଗଲେ ଭଲ ହେଇଯିବ। ମୁଁ ରୋଷେଇ କରୁଛି, ତମେ ଖାଇଦେବ ହେଲା। ପଢୁଥାଅ ମା ଆଉଛି ହେଲା। ନା କାନ୍ଦୁଛୁ କାହିଁକି? ମୁଣ୍ଡ ଜୋରେ ବିନ୍ଧା ହଉଛି। ବୋଉ ନାନାର ମୁଣ୍ଡ ଜୋରେ ବିନ୍ଧା ହଉଛି। ହଁ ହଁ ମୁଁ ଯାଉଛି, କଣ ହେଇଛି ଦେଖୁଛି। ପ୍ରଭୁ ମୋ ଝିଅକୁ ଜ୍ୱର, ଚାଲ ଡାକ୍ତର ପାଖକୁ ଯିବା। କଣ ହେଇଛି? ଯଦି ସନ୍ଧ୍ୟାବେଳେ ମୁଣ୍ଡ ବିନ୍ଧା ହଉଥିଲା, ଏଇନା ବହୁତ ଜୋରେ ମୁଣ୍ଡ ବିନ୍ଧା ହେଲା ବୋଲି ଆପଣ କଣ ଆଣିଛି ଦେଖନ୍ତୁ କଣ ହେଇଛି। ଦେଖିବା ତ ଦେଖିବା। ଆକୁ ତ ବହୁତ ଜୋରେ ଜ୍ୱର ହେଇଛି। ବ୍ୟସ୍ତ ହବାର କିଛି ନାହିଁ, ମୁଁ ଔଷଧ ଲେଖି ଦଉଛି। ଆକୁ ସେଇ ଔଷଧ ଦେଲେ ଭଲ ହେଇଯିବ। ଏଇନା ମୁଁ ଔଷଧ ଲେଖି ଦେଇଛି, ଏଇ ଔଷଧ ଦେଲେ ତା ଦେହ ଭଲ ହେଇଯିବ। ଆଜ୍ଞା ମ୍ୟାମ୍, ଏବେ ଆସିଛି। ଦିଦି ଦେଖ ମୁଁ ଔଷଧ ଆଣିଲି, ଟିକେ କହିଦିଅନ୍ତୁ କେମିତି କଣ ଖାଇବେ। ଏଇଟା ଖାଲି ଖାଇବେ, ଆଉ ଏଇଟା ଖାଇସାରିଲା ପରେ ଏଥିରୁ ଫାଳେ ଆଉ ଏଥିରୁ ଫାଳେ ଖାଇବେ। ଦିନକୁ 2 ଥର ଖାଇବେ। ଆଜ୍ଞା ଝିଅ ତୁ ଟିକେ ବସିକି ପଢୁଥା, ମୁଁ ତୋ ପାଇଁ ଔଷଧ ଆଣିଛି, ଖାଇଦେଲେ ଭଲ ହେଇଯିବ ନା। ଝିଅ ନେ ଏଇ ଔଷଧଟା ଖାଇଦେ ହେଲା, ଖାଇଦେଲେ ଭଲ ହେଇଯିବ ନା। ନା ମୁଁ ଔଷଧ ଖାଇବିନି, ପିତା ଲାଗୁଛି। ପିଲାକୁ ଆଉ ପାରି ହେବୁନି, ୟା ପାଇଁ କଣ କରିବାକୁ ପଡିବ। ଆଇଡିଆ ସେ ତ ଔଷଧ ଖାଇବି, ମୁଁ ତ କଣ କରିବି, ତ କେମିତି ଔଷଧ ଖାଇବି। ଆଇଡିଆ ଏଇ ମେଡିସିନଟା ତ ଏଥିରେ ପୁରେଇ ଦେଲେ ସେ ଖାଇ ତ ଦେହ ଭଲ ହେଇଯିବ। ଝିଅ ମୋର ଜିନିଷ ଆଣିଛି, ଖାଇବୁ? କଣ? କଦଳୀ। ହଁ ମୁଁ ଖାଇବି। ନେ କଦଳୀ ତ ଖାଇଦେବୁ, ଚୋପା ତ ଫୋପାଡ଼ିଦେବୁ ହେଲା। ସବୁ ତ ଖାଇଦେବୁ, ମଞ୍ଜିଟା କଣ ବାହାରିଲାଣି? No, 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 no. ସେ କଦଳୀ ଖାଇଦେଲୁ, ଗୋଟେ କଣ ମଞ୍ଜିଟା ବାହାରିଲା, ସେଇଟା ଫୋପାଡ଼ି କଦଳୀ ଖାଇଦେଲା। ଝିଅ ସବୁ ଖାଇଲୁ ଟି? ହଁ ଖାଇଲି ଯେ, ସେଥିରେ ଗୋଟେ ମଞ୍ଜିଟା ବାହାରିଲା, ଫୋପାଡ଼ି ଦେଇକି କଦଳୀ ଖାଇଲି। ହେ ଭଗବାନ, ଆଜିକାଲି ପିଲା ତ ବହୁତ ଚାଲିକି ହେଲେଣି। କଦଳୀ ଭିତରେ ଔଷଧଟା ପୁରେଇ ଦେଲି ଯେ ମଞ୍ଜି ବି ତାକୁ ଫୋପାଡ଼ି ଦେଲା। ଆଉ କଣ କରିବି ଯେ, ଆଉ ଗୋଟେ ଉପାୟ ଭାବିବାକୁ ପଡ଼ିବ ଆଉ।